ଶୁଭ ସକାଳ ପିଲାମାନେ। ତୁମେମାନେ କିପରି ଅଛ? ଆଶା କରୁଛି ତୁମେମାନେ ଭଲରେ ଥିବ। ତୁମମାନଙ୍କୁ ଗଣିତ ପଢିବାକୁ ଭଲ ଲାଗେଟି? ଆରେ ବାଃ, ସମସ୍ତଙ୍କୁ ଭଲ ଲାଗେ। ତେବେ ଚାଲ ଆଜି ତୁମ ଶ୍ରେଣୀର ଗଣିତ ପ୍ରକାଶ ବହିର ଦ୍ୱିତୀୟ ଅଧ୍ୟାୟରେ ଥିବା ପାଟିଗାଣିତିକ ପରିପ୍ରକାଶର ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବା। ପ୍ରସଙ୍ଗଟିର ନାମ ହେଉଛି ଜଟିଳ ପରିପ୍ରକାଶ। ତେବେ ଚାଲ ଆମେ ସମସ୍ତେ ମିଶି ଏକାଠି ଆଲୋଚନା କରିବା। ହରିପୁର ଗ୍ରାମରେ ରାକେଶ ନାମକ ଏକ ପିଲା ଥିଲା। ତା ପାଖରେ ଏକ ବାକ୍ସ ଥିଲା। ଏହି ବାକ୍ସରେ 2ଟି ଯାଦୁଇ ପଥର ଥିଲା। ତା ବାପା ତାକୁ ଆଉ 4ଟି ଯାଦୁଇ ପଥର ଦେଲେ। ପିଲାମାନେ, ଏହି ପରିସ୍ଥିତିଟିକୁ ଭଲ ଭାବେ ପଢ଼। ଏହି ପରିସ୍ଥିତିକୁ ଦେଖି ଏବେ କୁହ ଯେ ଯାଦୁଇ ପଥର ସମ୍ପର୍କିତ ତଥ୍ୟକୁ ଗାଣିତିକ ପରିପ୍ରକାଶ କଲେ ଆମେ କଣ ଲେଖିବା? ହଁ, ତୁମେ ଠିକ କହିଛ। ଆମେ ଏଇଟାକୁ ଗାଣିତିକ ପରିପ୍ରକାଶରେ ଲେଖିବା 2 + 4। ଏବେ କୁହ, ଏହି ପରିପ୍ରକାଶରେ କେତୋଟି ସଂଖ୍ୟା ଓ କେତୋଟି ଗାଣିତିକ କ୍ରିୟା ବ୍ୟବହାର ହୋଇଛି? ହଁ, ତୁମେ ଠିକ କହିଛ। ଏଥିରେ 2ଟି ସଂଖ୍ୟା, ଯେଉଁ ସଂଖ୍ୟା ଗୁଡ଼ିକ ହେଲା 2 ଓ 4, ଏବଂ ଗୋଟିଏ ଗାଣିତିକ କ୍ରିୟା ଯାହା ହେଲା ଯୋଗ ବ୍ୟବହାର ହୋଇଛି। ଏବେ ଦେଖିଲ, ଏଇ ଯୋଉ ପରିପ୍ରକାଶଟିକୁ ଆମେ କହିଲେ ସେ ପରିପ୍ରକାଶଟି କେଉଁ ପ୍ରକାର ପରିପ୍ରକାଶ ହେବ? ହଁ, ଠିକ କହିଛ। ଏଇଟା ଏକ ସରଳ ପରିପ୍ରକାଶ, ଯାହା ତୁମେ ଆଗରୁ ପଢ଼ି ସାରିଛ। ଏବେ ଆସ ଆମେ ଆଉ ଗୋଟିଏ ପରିସ୍ଥିତି ବିଷୟରେ ଜାଣିବା। ଚିତ୍ରରେ ତୁମେ ଦେଖୁଛ, ରାମ ଓ ଯଦୁ 2 ସାଙ୍ଗ ଥିଲେ। ଦିନେ ସେମାନେ ଯାଉଥିବା ସମୟରେ ଗୋଟିଏ ମୁଣି ରାସ୍ତାରେ ପଡ଼ିଥିବାର ଦେଖିଲେ। ଦୌଡ଼ି ଯାଇ ସେ ମୁଣିଟିକୁ ଉଠାଇ ଖୋଲି ଦେଖିଲେ ସେଥିରେ ସ୍ୱର୍ଣ୍ଣ ମୁଦ୍ରା ଅଛି। 2 ଜଣ ଯାକ ମିଶି ସେଇ ସ୍ୱର୍ଣ୍ଣ ମୁଦ୍ରା ଗୁଡ଼ିକୁ ଗଣିବାକୁ ଲାଗିଲେ। ଗଣିଲା ପରେ ସେଇ ମୁଣିରେ 60ଟି ସ୍ୱର୍ଣ୍ଣ ମୁଦ୍ରା ଥିଲା। ସେହି ସମୟରେ ଜଣେ ସାଧୁ ବାବା ସେମାନଙ୍କୁ ଦେଖୁଥିଲେ। ରାମ ଓ ଯଦୁର ଆଗ୍ରହ ଦେଖି ସେ କହିଲେ, ତୁମେ ଯଦି ଆଉ ଅଧିକ ସ୍ୱର୍ଣ୍ଣ ମୁଦ୍ରା ପ୍ରାପ୍ତ କରିବାକୁ ଚାହଁ ତେବେ ଆଗକୁ ଯାଅ। ସାଧୁ ବାବାଙ୍କ କଥା ଶୁଣି 2 ସାଙ୍ଗ ଆଗକୁ ଚାଲିଲେ। ଅଳ୍ପ ବାଟ ଯିବା ପରେ ସେମାନେ ଆଉ 2ଟି ମୁଣି ପାଇଲେ। ପ୍ରତ୍ୟେକ ମୁଣିରେ 8ଟି ଲେଖାଏଁ ସ୍ୱର୍ଣ୍ଣ ମୁଦ୍ରା ଥିଲା। ସେମାନେ ସେଇ ସ୍ୱର୍ଣ୍ଣ ମୁଦ୍ରା ଥିବା ମୁଣି ଗୁଡ଼ିକୁ ନେଇ ଖୁସିରେ ଘରକୁ ଚାଲିଲେ। ଏବେ ମୁଁ କହିଥିବା ପରିସ୍ଥିତିଟିକୁ ତୁମେ ଦେଖ, ଭଲ ଭାବେ ପଢ଼। ଏବେ କୁହ, ଏହି ପରିସ୍ଥିତିରେ ଥିବା ସ୍ୱର୍ଣ୍ଣ ମୁଦ୍ରା ସଂଖ୍ୟାକୁ ଗାଣିତିକ ପରିପ୍ରକାଶରେ ଲେଖିଲେ କଣ ହେବ? ହଁ, ତୁମେ ଠିକ କହିଛ। ଏହାକୁ ଗାଣିତିକ ପରିପ୍ରକାଶରେ ଲେଖିଲେ ହେବ 60 + 2 × 8। କାହିଁକି ନା ପ୍ରଥମରୁ ସେମାନଙ୍କ ପାଖରେ 60ଟି ସ୍ୱର୍ଣ୍ଣ ମୁଦ୍ରା ପାଇଥିଲେ। ତାପରେ ସେମାନେ 2ଟି ମୁଣି ପାଇଲେ। ପ୍ରତ୍ୟେକ ମୁଣିରେ 8ଟି ଲେଖାଏଁ ଥିଲା। ତେଣୁ ଗାଣିତିକ ପରିପ୍ରକାଶଟି ହେଲା 60 + 2 × 8। ପିଲାମାନେ, ଏବେ କହିଲ, ଏଇ ଗାଣିତିକ ପରିପ୍ରକାଶରେ କେତୋଟି ସଂଖ୍ୟା ଆଉ କେତୋଟି ଗାଣିତିକ କ୍ରିୟା ବ୍ୟବହାର ହୋଇଛି? ହଁ, ଠିକ କହିଲ। ଏଥିରେ 3ଟି ସଂଖ୍ୟା, ସେଗୁଡ଼ିକ ହେଲା 60, 2 ଓ 8, ଏବଂ 2ଟି ଗାଣିତିକ କ୍ରିୟା ଯୋଗ ଏବଂ ଗୁଣନ ବ୍ୟବହାର ହୋଇଛି। ବର୍ତ୍ତମାନ କହିଲ, ଏଇଭଳି ପରିପ୍ରକାଶକୁ ଯେଉଁଥିରେ 2ରୁ ଅଧିକ ସଂଖ୍ୟା ଓ ଏକାଧିକ ଗାଣିତିକ କ୍ରିୟା ବ୍ୟବହାର ହୋଇଛି, ସେହି ପ୍ରକାର ପରିପ୍ରକାଶକୁ ଆମେ କଣ କହିବା? ନା ଏହି ପ୍ରକାର ପରିପ୍ରକାଶଟିକୁ କହିବା ଜଟିଳ ଗାଣିତିକ ପରିପ୍ରକାଶ। ବୁଝିପାରିଲ ପିଲାମାନେ? ଯେଉଁ ପରିପ୍ରକାଶରେ 2ରୁ ଅଧିକ ସଂଖ୍ୟା ଓ ଏକାଧିକ ଗାଣିତିକ କ୍ରିୟା ବ୍ୟବହାର ହୋଇଥାଏ, ତାହା ହେଉଛି ଏକ ଜଟିଳ ଗାଣିତିକ ପରିପ୍ରକାଶ। ତେଣୁ ଆମେ ଯେଉଁ ପରିପ୍ରକାଶଟିକୁ ଦେଖିଲେ 60 + 2 × 8, ଏହି ପରିପ୍ରକାଶଟି ହେଉଛି ଏକ ଜଟିଳ ଗାଣିତିକ ପରିପ୍ରକାଶ। ଏବେ ତୁମେ କହିଲ,
ରାମ ଯଦୁ ସମୁଦାୟ କେତୋଟି ସ୍ୱର୍ଣ୍ଣ ମୁଦ୍ରା ପାଇଲେ? ସାର୍ 496ଟି। ଆଚ୍ଛା, ସୀମା ତୁମେ କହିଲ ରାମ ଯଦୁ କେତୋଟି ସ୍ୱର୍ଣ୍ଣ ମୁଦ୍ରା ପାଇଲେ? ନା ସାର୍ 76ଟି। ଆରେ ତୁମେ ଦୁହେଁ କଣ ଅଲଗା ଅଲଗା ଉତ୍ତର ଦଉଛ? ହଉ ଚାଲ ଆଉ ଦୁଇ ଜଣଙ୍କୁ ପଚାରିବା। ଏବେ ବନ୍ଦନା, ତୁମେ କହିଲ ସମୁଦାୟ ସ୍ୱର୍ଣ୍ଣ ମୁଦ୍ରା ସଂଖ୍ୟା କେତେ? ସାର୍ ମୋ ଉତ୍ତର ହଉଛି 76ଟି। ଆଚ୍ଛା, ଅଙ୍କିତା ତୁମେ କହିଲ ସମୁଦାୟ ସ୍ୱର୍ଣ୍ଣ ମୁଦ୍ରା ସଂଖ୍ୟା କେତେ ହେବ? ସାର୍ ମୋର 496ଟି ଆନ୍ସର ବାହାରୁଛି। ଆରେ ରୀମା ଓ ଅଙ୍କିତା ସମାନ ଉତ୍ତର 496 ଦେଇଛନ୍ତି। ସୀମା ଆଉ ବନ୍ଦନା ମଧ୍ୟ ସମାନ ଉତ୍ତର 76 ଦେଇଛନ୍ତି। ଆଚ୍ଛା ରୀମା ଓ ଅଙ୍କିତା ତୁମେ କହିଲ ତୁମର ଉତ୍ତର କିପରି 496 ହେଲା? ସାର୍ ମୁଁ ପ୍ରଥମେ 60 ଆଉ 2କୁ ଯୋଗ କରି 62 ପାଇଲି। ତାପରେ 62କୁ 8 ସହ ଗୁଣନ କରି 496 ପାଇଲି। ଆଚ୍ଛା ହଉ। ଆଚ୍ଛା ଏବେ ସୀମା ଆଉ ବନ୍ଦନା ତୁମେ 76 ଉତ୍ତର ଦେଇଥିଲ। କହିଲ ତୁମେ କିପରି 76 ଉତ୍ତର ପାଇଲ? ସାର୍ ମୁଁ ପ୍ରଥମେ 2 ଓ 8କୁ ଗୁଣନ କରି 16 ପାଇଗଲି। ତାପରେ 60କୁ 16 ସହ ଯୋଗ କରି 76 ପାଇଲି। ତୁମେ ଏଇଭଳି ତାହେଲେ କରିଛ। ଆଚ୍ଛା ତୁମେ ଦୁହେଁ ଦିଆଯାଇଥିବା ପରିପ୍ରକାଶଟିକୁ ଭିନ୍ନ ଭିନ୍ନ ଉପାୟରେ ବର୍ଣ୍ଣନା କରିଛ। ଆସ ଆମେ ଏହାକୁ ଜାଣିବା ପୂର୍ବରୁ ଭାଷା ସମ୍ପର୍କିତ ଏକ ଉଦାହରଣ ଦେଖିବା। ଗୋଟେ ବାକ୍ୟ ତୁମକୁ ଦିଆଯାଇଛି। ବାକ୍ୟରେ ଲେଖା ଅଛି ରାଜା ସାଇକେଲ ସହିତ ଜଣେ ସାଙ୍ଗ ପାଖରେ ଠିଆ ହୋଇଥିଲା। ଯଦି ଏହାକୁ ଆମେ ଅର୍ଥ ବାହାର କରିବା ତାହେଲେ ଏହାର ଅର୍ଥ ହେଉଛି ସାଙ୍ଗର ସାଇକେଲ ଅଛି ଏବଂ ରାଜା ତାଙ୍କ ପାଖରେ ଠିଆ ହୋଇଥିଲା। ଏବେ ସେଇ ବାକ୍ୟଟିକୁ ପୁଣି ଥରେ କମା ଦେଇ ଲେଖାଯାଇଛି। ବାକ୍ୟଟିକୁ ଦେଖ, ରାଜା ସାଇକେଲ ସହିତ ଜଣେ ସାଙ୍ଗ ପାଖରେ ଠିଆ ହୋଇଥିଲା। ଏଠାରେ ସହିତ ପାଖରେ ଏକ କମା ଲାଗିଛି। ଏବେ ଏହାର ଅର୍ଥ କଣ ସୂଚାଉଛି? ଏହାର ଅର୍ଥ ହେଉଛି ରାଜାର ସାଇକେଲ ଅଛି ଏବଂ ସେ ସାଇକେଲ ସହ ତା ସାଙ୍ଗ ପାଖରେ ଠିଆ ହୋଇଥିଲା। ଏବେ ତୁମେ ଦେଖ ବାକ୍ୟ ସମାନ ଅଛି କିନ୍ତୁ ଗୋଟିଏ କମା ଦ୍ୱିତୀୟ ଥର ବାକ୍ୟରେ ଲାଗିଛି। ତେଣୁ ପ୍ରଥମ ବାକ୍ୟର ଅର୍ଥ ବିରାମ ଚିହ୍ନ ବିନା ଭିନ୍ନ ଉପାୟରେ ବ୍ୟାଖ୍ୟା କରାଯାଇଛି। ଦ୍ୱିତୀୟ ଥର ବାକ୍ୟରେ କମାର ଉପଯୁକ୍ତ ବ୍ୟବହାର ଦ୍ୱାରା ବାକ୍ୟର ଅର୍ଥ ବଦଳି ଯାଉଛି। ତେଣୁ କମାର ଉପଯୁକ୍ତ ବ୍ୟବହାର ବାକ୍ୟଟିକୁ କିପରି ବୁଝିବାକୁ ହୁଏ ତାହା ନିର୍ଦ୍ଦିଷ୍ଟ କରିଥାଏ। ତେଣୁ ଏଥିରୁ ତୁମେ ଜାଣିବାକୁ ପାଇଲ ଭାଷାରେ ଉପୁଜୁଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ଉପଯୁକ୍ତ ବିରାମ ଚିହ୍ନର ବ୍ୟବହାର କରାଯାଉଥିଲା ବେଳେ ଗଣିତରେ ମଧ୍ୟ ଗାଣିତିକ ପରିପ୍ରକାଶରେ ଉପୁଜୁଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବନ୍ଧନୀ ଏବଂ ପଦଗୁଡ଼ିକର ସଂକେତ ବ୍ୟବହାର କରାଯାଏ। ପିଲାମାନେ ଗାଣିତିକ ପରିପ୍ରକାଶରେ ସମାଧାନ କଲାବେଳେ ତୁମେମାନେ ଦେଇଥିବା ଭିନ୍ନ ଭିନ୍ନ ଉତ୍ତରରୁ ଜଣାପଡ଼ୁଛି ଯେ ତୁମେ ଯେଉଁ ଜଟିଳ ଗାଣିତିକ ପରିପ୍ରକାଶଟିକୁ ଦିଆଯାଇଥିଲା ତାହାକୁ ନିର୍ଦ୍ଦିଷ୍ଟ ପଦକ୍ରମରେ କରିନାହଁ। ତେଣୁ ଯଦି ଜଟିଳ ଗାଣିତିକ ପରିପ୍ରକାଶରେ ଦିଆଯାଇଥିବା ପରିପ୍ରକାଶଟିକୁ ପଦକ୍ରମରେ ସମାଧାନ କରିବ ତେବେ ଆମେ ସଠିକ ଉତ୍ତର ପାଇପାରିବା। ପ୍ରକାଶଟିକୁ ଦେଖ, ଜଟିଳ ଗାଣିତିକ ପରିପ୍ରକାଶଟି ଥିଲା 60 ଯୁକ୍ତ 2 ଗୁଣନ 8। ଏଠାରେ ଦୁଇଟି ପ୍ରକ୍ରିୟା ଦିଆଯାଇଛି, ଗୋଟିଏ ହେଲା ଯୋଗ ପ୍ରକ୍ରିୟା, ଅନ୍ୟଟି ହେଲା ଗୁଣନ ପ୍ରକ୍ରିୟା। ତେଣୁ ପ୍ରଥମେ ଠିକ ଉତ୍ତର ପାଇବା ପାଇଁ ହେଲେ ଆମକୁ ଗୁଣନ ପ୍ରକ୍ରିୟା କରିବାକୁ ପଡ଼ିବ, ତାପରେ ଯୋଗ ପ୍ରକ୍ରିୟା କରିବାକୁ ପଡ଼ିବ। ତେଣୁ ଯଦି ଆମେ ନିର୍ଦ୍ଦିଷ୍ଟ ପଦକ୍ରମରେ କରିବା ତେବେ ପ୍ରଥମେ 2 ଓ 8କୁ ଗୁଣନ କରିବା। 2 ଓ 8କୁ ଗୁଣନ କଲେ ଆମେ 16 ପାଇବା। 16କୁ 60 ସହିତ ଯୋଗ କଲେ ଆମେ ସଠିକ ଉତ୍ତର 76 ପାଇବା। ତେଣୁ ସୀମା ଓ ବନ୍ଦନା ପରିପ୍ରକାଶଟିକୁ ସଠିକ ପଦକ୍ରମରେ କରିଥିବାରୁ ତାଙ୍କର ଉତ୍ତର ଠିକ ଅଟେ। ରୀମା ଏବଂ ବନ୍ଦନା ତୁମେ ବୁଝିପାରିଲ? ତୁମେ ପଦକ୍ରମଟି ଠିକ କରିନାହଁ।
ସେଥିପାଇଁ ତୁମର ଉତ୍ତର ଭୁଲ ଆସିଲା। ଏବେ ବୁଝିପାରିଥିବ ପିଲାମାନେ, ଆମକୁ ଏଇ ଜଟିଳ ଗାଣିତିକ ପରିପ୍ରକାଶଟିକୁ ସମାଧାନ କରିବା ପାଇଁ ନିର୍ଦ୍ଦିଷ୍ଟ ପଦକ୍ରମଟି କ'ଣ ଅଟେ? ଏବେ ଆସ ଆଉ ଏକ ଉଦାହରଣ ମାଧ୍ୟମରେ ଏହି ଜଟିଳ ଗାଣିତିକ ପରିପ୍ରକାଶର ସମାଧାନଟିକୁ ଭଲ ଭାବରେ ବୁଝିବା। ବର୍ତ୍ତମାନ ପ୍ରଶ୍ନଟିକୁ ଦେଖ। ରବି ପାଖରେ 60ଟି ଆମ୍ବ ଥିଲା। ସେ ତାର 4ଟି ସାଙ୍ଗକୁ 5ଟି ଲେଖାଏଁ ଆମ୍ବ ଦେଲା। ତେବେ ରବି ପାଖରେ ଆଉ କେତୋଟି ଆମ୍ବ ରହିଲା? ଏହି ପ୍ରଶ୍ନରେ ଦିଆଯାଇଥିବା ତଥ୍ୟଟିର ସଠିକ ଗାଣିତିକ ପରିପ୍ରକାଶଟିକୁ ଆଗ କୁହ। ହଁ, ଠିକ କହିଛ। ସଠିକ ଗାଣିତିକ ପରିପ୍ରକାଶଟି ହେଉଛି 60 ଫେଡ଼ାଣ 4 ଗୁଣନ 5। ଏବେ କୁହ, ରବି ପାଖରେ ଆଉ କେତୋଟି ଆମ୍ବ ରହିଲା? ତେଣୁ ଏଠାରେ ପ୍ରଥମେ ଆମକୁ 4 ଓ 5ର ଗୁଣନ କରିବାକୁ ପଡ଼ିବ। 4 ଓ 5ର ଗୁଣନ କଲେ ଆମେ 20 ପାଇବା। ତାପରେ ବିୟୋଗ ପ୍ରକ୍ରିୟା କରିବାକୁ ପଡ଼ିବ। 60 ଫେଡ଼ାଣ 20 ସମାନେ 40। ତେଣୁ ରବି ପାଖରେ ଆଉ 40ଟି ଆମ୍ବ ରହିଲା। ପିଲାମାନେ, ଏବେ ବୁଝିପାରିଲ ଏଠି ସଠିକ ପଦକ୍ରମଟି କ'ଣ ହେଲା? ଏଠାରେ ସଠିକ ପଦକ୍ରମଟି ହେଉଛି ଆଗ ଗୁଣନ ପ୍ରକ୍ରିୟା, ତାପରେ ବିୟୋଗ ପ୍ରକ୍ରିୟା। ଏବେ ଆଉ ଗୋଟିଏ ଉଦାହରଣକୁ ଦେଖିବା। ବର୍ତ୍ତମାନ ଦେଖ, ରୀମା ଶ୍ରେଣୀ କକ୍ଷକୁ ଗୋଟିଏ ପ୍ରକାରର 40ଟି ଚକୋଲେଟ ଆଣିଥିଲା। ଅନିତା 3 ପ୍ରକାରର 5ଟି ଲେଖାଏଁ ଚକୋଲେଟ ଆଣିଥିଲା। ତେବେ ରୀମା ଓ ଅନିତା ଶ୍ରେଣୀ କକ୍ଷକୁ ମୋଟ କେତୋଟି ଚକୋଲେଟ ଆଣିଥିଲେ? ଏବେ ପ୍ରଥମେ ଦିଆଯାଇଥିବା ତଥ୍ୟକୁ ଗାଣିତିକ ପରିପ୍ରକାଶରେ ପ୍ରକାଶ କର। ପ୍ରଥମେ ଦେଖ, ସେଥିରେ 40ଟି ଚକୋଲେଟ ଆଣିଥିଲେ। ତାପରେ ଅନିତା 5ଟି ଲେଖାଏଁ 3 ପ୍ରକାରର ଚକୋଲେଟ ଆଣିଲା। ତେଣୁ ପରିପ୍ରକାଶଟି ହେଉଛି 40 ଯୁକ୍ତ 3 ଗୁଣନ 5। ଏଥିରେ ଦୁଇଟି ପ୍ରକ୍ରିୟା ଅଛି, ଗୁଣନ ପ୍ରକ୍ରିୟା ଏବଂ ଯୋଗ ପ୍ରକ୍ରିୟା। ତେଣୁ ଯେତେବେଳେ ଆମେ ଏହାର ସମାଧାନ କରିବା, ପ୍ରଥମେ ଗୁଣନ ପ୍ରକ୍ରିୟା କରିବା, ତାପରେ ଯୋଗ ପ୍ରକ୍ରିୟା କରିବା। ଏବେ ସମାଧାନଟିକୁ ଦେଖ। 40 ଯୁକ୍ତ 3 ଗୁଣନ 5, ପ୍ରଥମେ ଗୁଣନ ପ୍ରକ୍ରିୟା କରିବା। ତେଣୁ 3 ଓ 5କୁ ଗୁଣି ପ୍ରଥମେ 15 ପାଇବା। ତାପରେ 40କୁ 15ରେ ମିଶାଇଲେ ଉତ୍ତର 55 ହେବ। ତେଣୁ ରୀମା ଓ ଅନିତା ଶ୍ରେଣୀ କକ୍ଷକୁ ମୋଟ 55ଟି ଚକୋଲେଟ ଆଣିଥିଲେ। ପିଲାମାନେ, ତୁମେମାନେ ବର୍ତ୍ତମାନ ସଠିକ ପଦକ୍ରମରେ ସମାଧାନ ଜାଣିପାରିଥିବ। ତେଣୁ ଆସ ତୁମେ କହିବ ଯେ ଆଜି ଆମେ କ'ଣ କ'ଣ ପଢ଼ିଲେ? ହଁ, ତୁମେ ଠିକ କହିଛ। ଆମେ ଆଜି ଜଟିଳ ଗାଣିତିକ ପରିପ୍ରକାଶ ସମ୍ପର୍କରେ ପଢ଼ିଲେ। ଏବେ କହିଲ, ତୁମେ ଜଟିଳ ଗାଣିତିକ ପରିପ୍ରକାଶ କହିଲେ କ'ଣ ବୁଝିଲ? ହଁ, ଠିକ କହିଛ। ଜଟିଳ ଗାଣିତିକ ପରିପ୍ରକାଶ କହିଲେ ଆମେ ବୁଝିବା ଯେଉଁ ଗାଣିତିକ ପରିପ୍ରକାଶରେ ଅନେକ ସଂଖ୍ୟା ଓ ଅଧିକ ଗାଣିତିକ କ୍ରିୟା ଥାଏ, ତାହା ହେଉଛି ଜଟିଳ ଗାଣିତିକ ପରିପ୍ରକାଶ। ପିଲାମାନେ, ତୁମେମାନେ ଭଲ ଭାବେ ବୁଝିପାରିଥିବ। ଏବେ ଜଟିଳ ଗାଣିତିକ ପରିପ୍ରକାଶ ଉପରେ ସମ୍ପୂର୍ଣ୍ଣ ତଥ୍ୟ ଦେଖ। ଜଟିଳ ଗାଣିତିକ ପରିପ୍ରକାଶରେ ଅନେକ ସଂଖ୍ୟା ଓ ଅଧିକ ଗାଣିତିକ କ୍ରିୟା ଥାଏ। ଏହି ପରିପ୍ରକାଶର ଗଠନରେ ଅଧିକ ପଦ ବ୍ୟବହୃତ ହୁଏ। ସଠିକ ପଦକ୍ରମରେ ସମାଧାନ କରିବାକୁ ପଡ଼େ। ଜଟିଳ ପରିପ୍ରକାଶରେ ଅଧିକ କ୍ରିୟା ଓ ପଦ ଥିବାରୁ ପଠନ ଏବଂ ମୂଲ୍ୟାୟନ ବେଳେ ଅଧିକ ଜଟିଳ ହୁଏ। ଏଥିରେ ଯୋଡ଼ିଏ ଉଦାହରଣ ଦିଆଯାଇଛି। ତୁମେ ତ ପୂର୍ବରୁ ଅଧିକ ଉଦାହରଣ ଦେଖିଛ। ଆଉ ଯୋଡ଼ିଏ ଉଦାହରଣ ଦିଆଯାଇଛି। 5 ଗୁଣନ 3 ଯୁକ୍ତ 2। ଏଠିରେ 3ଟି ପଦ ଅଛି ଏବଂ 2ଟି ପ୍ରକ୍ରିୟା ଅଛି। ତାପରେ ଆଉ ଗୋଟେ ଉଦାହରଣ ଦିଆଯାଇଛି 12 ଫେଡ଼ାଣ 4 ଗୁଣନ 2। ଏଠିରେ ମଧ୍ୟ ଗୁଣନ ପ୍ରକ୍ରିୟା ଅଛି ଏବଂ ବିୟୋଗ ପ୍ରକ୍ରିୟା ଅଛି। ଏହାର ସମାଧାନ ତୁମେ ନିଜେ ବି କରିପାରିବ। ଏବେ ପିଲାମାନେ, ତୁମେ ଯାହା ପଢ଼ିଲ ତାକୁ କେତେ ଦୂର ବୁଝିଛ, ଏହି ପ୍ରଶ୍ନ ମାଧ୍ୟମରେ ନିଜେ ଦେଖ। ଜଟିଳ ପଦ୍ଧତିର ପରିପ୍ରକାଶ ପାଇଁ
କ ସ୍ତମ୍ଭରେ ଦିଆଯାଇଥିବା ଭାଷାର ପରିପ୍ରକାଶକୁ ଦେଖି ଖ ସ୍ତମ୍ଭର ଗାଣିତିକ ପରିପ୍ରକାଶ ସହିତ ସ୍ତମ୍ଭ ମିଳନ କର। ଦେଖ, କ ସ୍ତମ୍ଭରେ 4ଟି ପରିପ୍ରକାଶ ଦିଆଯାଇଛି। ଖ ସ୍ତମ୍ଭରେ 5ଟି ଉତ୍ତର ଦିଆଯାଇଛି। ବର୍ତ୍ତମାନ କ ସ୍ତମ୍ଭର ପ୍ରତି ପରିପ୍ରକାଶକୁ ପଢ଼ ଏବଂ ତାର ସଠିକ ଗାଣିତିକ ପରିପ୍ରକାଶଟିକୁ ତୀର ଚିହ୍ନ ଦେଇ ଯୋଡ଼। ପ୍ରଥମଟିକୁ ଦେଖ। ରାମ 150 ଟଙ୍କାରୁ 30 ଟଙ୍କାର 2ଟି ଖାତା କିଣିବା ପରେ ତା ପାଖରେ କେତେ ଟଙ୍କା ବଳିବ? ତେଣୁ ତାର ପରିପ୍ରକାଶଟି ହେବ 150 ଫେଡ଼ାଣ 30 ଗୁଣନ 2। ଏବେ ତୁମେମାନେ କହିବ ପ୍ରଶ୍ନ 2ର ଉତ୍ତରଟିକୁ। ପ୍ରଶ୍ନ 2ଟିକୁ ଦେଖ। ବନ୍ଦନା 70ଟି କଣ୍ଢେଇ ତିଆରି କରିଥିଲା। ସେ ତାର 2 ସାଙ୍ଗକୁ 20ଟି ଲେଖାଏଁ କଣ୍ଢେଇ ଦେଇଦେଲା। ତେବେ ତା ପାଖରେ ଆଉ କେତୋଟି କଣ୍ଢେଇ ରହିଲା? ଠିକ୍ ପରିପ୍ରକାଶଟି କ'ଣ ହେବ? ଏବଂ ପରିପ୍ରକାଶଟିକୁ ଗାର ଦେଇ ଯୋଡ଼। ହଁ, ଠିକ୍ କହିଛ। ସଠିକ୍ ପରିପ୍ରକାଶଟି ହେଉଛି 70 ଫେଡ଼ାଣ 2 ଗୁଣନ 20, ଯେଉଁଠି ହ ସ୍ତମ୍ଭର ଏ ଉତ୍ତରରେ ଦିଆଯାଇଛି। ବୁଝିପାରିଲ ପିଲାମାନେ? ଏବେ ପ୍ରଶ୍ନ 3ଟିକୁ ଦେଖ। ଯଦୁ ପାଖରେ 80 ଟଙ୍କା ଥିଲା। ତାର ବାପା ତାକୁ 5 ଟଙ୍କିଆ ଆଉ 2ଟି ମୁଦ୍ରା ଦେଲେ। ତେବେ ଯଦୁ ପାଖରେ ମୋଟ କେତେ ଟଙ୍କା ରହିଲା? ହଁ, ଠିକ୍ କହିଛ। ସଠିକ୍ ଉତ୍ତରଟି ହେଉଛି ଉତ୍ତର ଡି, 80 ଯୁକ୍ତ 5 ଗୁଣନ 2। ମିତା ପାଖରେ 10ଟି ମୁଦି ଥିଲା। ତାର ବାପା ଓ ମା 3ଟି ଲେଖାଏଁ ମୁଦି ଦେଲେ। ତେବେ ମିତା ପାଖରେ କେତୋଟି ମୁଦି ରହିଲା? 10 ଯୁକ୍ତ 2 ଗୁଣନ 3। ଉତ୍ତର ସି। ବହୁତ ବଢ଼ିଆ, ଠିକ୍ ଉତ୍ତର ଦେଇଛ। ଏବେ ଆଉ ଗୋଟିଏ ପ୍ରଶ୍ନ ପାଖକୁ ଯିବା। ନିମ୍ନରେ ଦିଆଯାଇଥିବା ଜଟିଳ ପରିପ୍ରକାଶ ଗୁଡ଼ିକର ମାନ ନିର୍ଦ୍ଧାରଣ କର। ପ୍ରଥମ ପ୍ରଶ୍ନଟି ଦେଖ। 6 ଯୁକ୍ତ 4 ଗୁଣନ 3। କୁହ ଉତ୍ତର କେତେ ହେବ? 18। ପ୍ରଶ୍ନଟିକୁ ଦେଖ। 8 ଯୁକ୍ତ 2 ଗୁଣନ 4। କହିଲ ଏହାର ଉତ୍ତର କେତେ ହେବ? 16 ହେବ। କେମିତି ହେଲା? ଆଗ ଗୁଣନ ତାପରେ ଯୋଗ। ତେଣୁ 4 ଗୁଣନ 2 8, 8ରେ 8 ମିଶିଲେ 16 ହେଲା। ଠିକ୍ କହିଛ, ବହୁତ ବଢ଼ିଆ। ଆଉ ଗୋଟେ ପ୍ରଶ୍ନକୁ ଯିବା। 12 ଫେଡ଼ାଣ 5 ଗୁଣନ 2। ଦେଖିଲ ଏହାର ଉତ୍ତର କେତେ ହେବ? ବହୁତ ବଢ଼ିଆ, ଉତ୍ତର 2। କହିପାରିବ କେମିତି ହେଲା? ହଁ, ଠିକ୍ କହିଛ। ଏଠାରେ ଗୁଣନ ଆଉ ବିୟୋଗ ପ୍ରକ୍ରିୟା ଥିଲା। ତେଣୁ ଆଗ ଗୁଣନ ପ୍ରକ୍ରିୟା ହେବ, ତାପରେ ବିୟୋଗ ପ୍ରକ୍ରିୟା କରାଯିବ। ତେଣୁ 5କୁ 2ରେ ଗୁଣିଲେ 10, 12 ଫେଡ଼ାଣ 10 ସମାନେ 2। ଏବେ ଆଉ ଗୋଟେ ପ୍ରଶ୍ନ ପାଖକୁ ଯିବା। 9 ଯୁକ୍ତ 6 ଗୁଣନ 2। ଏବେ କୁହ ଏହାର ମାନ କେତେ ହେବ? ଠିକ୍ କହିଛ, ଏହାର ଉତ୍ତର 21 ହେବ। ଏଇଟାକୁ ମଧ୍ୟ ସେଇଭଳି କରିବା। ଏଠାରେ ମଧ୍ୟ ଗୁଣନ ଆଉ ଯୋଗ 2ଟି ପ୍ରକ୍ରିୟା ଦିଆଯାଇଛି। ତେଣୁ ପ୍ରଥମେ ଆମେ ସଠିକ୍ ପଦକ୍ରମ ଅନୁଯାୟୀ ଗୁଣନ ପ୍ରକ୍ରିୟା କରିବା, ତାପରେ ଆମେ ଯୋଗ ପ୍ରକ୍ରିୟା କରିବା। ତେଣୁ ଉତ୍ତର 21 ହିଁ ଆସିବ। ପିଲାମାନେ ଭିଡ଼ିଓଟିକୁ ଦେଖିଲ? ଭାବୁଛି ତୁମେମାନେ ଭଲ ଭାବେ ଭିଡ଼ିଓଟିକୁ ଦେଖି ପ୍ରସଙ୍ଗଟିକୁ ବୁଝିପାରିଥିବ। ଏବେ ଭିଡ଼ିଓରେ ଦିଆଯାଇଥିବା ଅଭ୍ୟାସ କାର୍ଯ୍ୟ ଗୁଡ଼ିକ ତୁମେ ଆଉଥରେ କରିନେବ। ତାପରେ ତୁମ ବହିରେ ଦିଆଯାଇଥିବା ସେହି ପ୍ରସଙ୍ଗ ସମ୍ପର୍କିତ ଯେଉଁ ଅଭ୍ୟାସ କାର୍ଯ୍ୟ ଗୁଡ଼ିକ ଦିଆଯାଇଛି ସେଗୁଡ଼ିକ ନିଜ ଖାତାରେ କରି ଶ୍ରେଣୀ ଶିକ୍ଷକଙ୍କୁ ଦେଖାଇବ। ଆଜି ପାଇଁ ଏତିକି। ରହୁଛି। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।